ଭାରତର ହୃଦୟ ବୋଲି କୁହାଯାଉଥିବା ଦିଲ୍ଲୀକୁ ଥରାଇ ଦେବାକୁ ପାକିସ୍ତାନ ସହ ମିଶି ଆତଙ୍କବାଦୀମାନେ ଗୋटे ଭୟଙ୍କର ଷଡ଼ଯନ୍ତ୍ର କରିଥିଲେ। ସେ ଷଡ଼ଯନ୍ତ୍ର ସେମାନଙ୍କୁ କେତେ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ତାହା ସେମାନଙ୍କ ସ୍ୱପ୍ନରେ ବି ଜାଣିନଥିଲେ। କିନ୍ତୁ ଏବେ ଭାରତ ସେମାନଙ୍କ ଆଗରେ ଗୋटे ବିରାଟ ଆଇନା ଧରି ପ୍ରକୃତ ଶକ୍ତି କଣ ତାହା ସ୍ପଷ୍ଟ କରି ଦେଖାଇ ଦେଇଛି। ନିଆଁର ଲାଞ୍ଜ ଧରିଲେ କଣ ହୁଏ ତାହା କପାଳରେ ଠେକାଇ ବୁଝାଇ ଦେଇଛି। ଏତେ ଦିନ ଗୋପନରେ ରଖିଥିବା ଅପରେସନ ସିନ୍ଧୁର କୁ ଭାରତ ପୂରାପୂରି ବାହାର କରି ଆକ୍ଟିଭେଟ୍ କରିଦେଇଛି। ସୈନ୍ୟକୁ ସବୁଜ ସଂକେତ ଦେଖାଇ ଭାରତୀୟ ଆର୍ମି, ଏୟାର ଫୋର୍ସ, ନେଭି ତିନି ବାହିନୀକୁ ପୁରା ସ୍ୱାଧୀନତା ଦେଇ ଛାଡ଼ି ଦେଇଛି। ତିନି ବାହିନୀ ମିଶି ଏପର୍ଯ୍ୟନ୍ତ କେବେ ହୋଇନଥିବା ଏତେ ବଡ଼ ଅପରେସନ ଆରମ୍ଭ କରିଦେଇଛନ୍ତି। ଭାରତ ତାର ଇତିହାସରେ ସବୁଠୁ ବଡ଼ ପାଦ ଏବେ ପକାଇ ସାରିଛି। ଏବେ ବି ଆମର ସୈନ୍ୟ ପାକଧିକୃତ କାଶ୍ମୀର ଆଡ଼େ ଝଡ଼ ତୋଫାନ ପରି ଆଗେ ବଢ଼ୁଛି। ସେଠାରେ ପାକିସ୍ତାନ ଚଳାଉଥିବା ଆତଙ୍କବାଦୀଙ୍କର ସ୍ଥାୟୀ ବଙ୍କର ଆଉ କ୍ୟାମ୍ପଗୁଡ଼ିକ ଗୋଟିଏ ଗୋଟିଏ କରି ଗୁଡ଼ାଇ ଦେଉଛି। ଏ ଖବର କେବଳ ପାକିସ୍ତାନକୁ ନୁହେଁ, ଗୋଟିଏ ଦୁନିଆକୁ ଝଟକା ଦେଇଛି। ଆମେରିକାର ହ୍ୱାଇଟ୍ ହାଉସ୍ ଠାରୁ ଟ୍ରମ୍ପଙ୍କ କୁର୍ସୀ ପର୍ଯ୍ୟନ୍ତ ଏ ଖବର ପହଞ୍ଚି ସାରିଛି। ଏବେ ଗୋଟିଏ ଦୁନିଆର ଆଖି ଭାରତର ସାମରିକ ଅଭିଯାନ ଉପରେ ଆଉ ଆମ ଦେଶର ପ୍ରକୃତ ଶକ୍ତି ଉପରେ। ନୂଆ ଖବର ଅନୁଯାୟୀ ଆମର ସୈନ୍ୟ 33ଟା ମୁଖ୍ୟ ଆତଙ୍କବାଦୀ କେନ୍ଦ୍ରକୁ ପୂରାପୂରି ନିଶ୍ଚିହ୍ନ କରିଦେଇଛି। ଏ 33ଟା କେନ୍ଦ୍ର ସାଧାରଣ ନୁହନ୍ତି। ଆତଙ୍କବାଦୀଙ୍କର ସ୍ଥାୟୀ ଆଶ୍ରୟ, ଅସ୍ତ୍ର ଗୋଦାମ, ଅପରେସନ ସେଣ୍ଟର ସବୁ ଥିଲା। ସୀମାରେ ଏବେ ଆମର ସୈନ୍ୟ କଡ଼ା ପାହାରାରେ। ପାକଧିକୃତ କାଶ୍ମୀର ଭିତରେ ଯୁଦ୍ଧ ଟ୍ୟାଙ୍କ ସହ ଦୁନିଆର ସବୁଠୁ ଭୟଙ୍କର ବ୍ରହ୍ମୋସ୍ ମିସାଇଲ ବି ଫୁଲ୍ ଆକ୍ଟିଭ୍ ମୋଡ୍ରେ ରହିଛି। ଆମେରିକାର ଗୁଗଲ ଚର ବିଭାଗ ଯେଉଁ ସାଟେଲାଇଟ୍ ଫଟୋ ଛାଡ଼ିଛି ତାହା ଗୋଟିଏ ଦୁନିଆକୁ ଏକ ମୁହୂର୍ତ୍ତରେ ଚକିତ କରିଦେଇଛି। ଆମର ସୈନ୍ୟ ଏବେ ବି ପାକଧିକୃତ କାଶ୍ମୀର ଭିତରେ କିଛି କିଲୋମିଟର ଗଭୀରକୁ ପଶି ସାରିଛି। ଭାରୀ ଆର୍ଟିଲାରୀ, ଟ୍ୟାଙ୍କ, ମିସାଇଲ ସହ ଆମର ବାହିନୀ ସେଠାରେ ଅଛନ୍ତି ତାର ସ୍ପଷ୍ଟ ପ୍ରମାଣ ବାହାରି ଆସିଛି। ଏ ଅଚାନକ ଭୟଙ୍କର ପ୍ରତିଆକ୍ରମଣ ଗୋଟିଏ ଦୁନିଆକୁ ନିଶ୍ଚଳ କରିଦେଇଛି। ଭାରତ ଗୋଟିଏ ଝଟକାରେ ସ୍ପଷ୍ଟ କହିଦେଇଛି, ଏଥର ଆତଙ୍କବାଦକୁ ଶିକଡ଼ା ସହ ଉପୁଡ଼ି ଫିଙ୍ଗିଦେବୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସିଧାସଳଖ କୋଟି କୋଟି ଟଙ୍କାର ଜରୁରୀ ଫଣ୍ଡ ଛାଡ଼ିଛନ୍ତି। ଅପରେସନ ତ୍ରିଶୂଳକୁ ଆକ୍ଟିଭେଟ୍ କରି ତାକୁ ନୂଆ ନାଁ ଦେଇଛନ୍ତି କାଶୀ ଶିବାସ୍ତ୍ର। ଏବେଠାରୁ ଏ ମହା ଅପରେସନ ପୂରାପୂରି ଶିବାସ୍ତ୍ର ନାଁରେ ଚାଲିବ। ଏସବୁ ଅପରେସନ ସିନ୍ଧୁର ଭିତରେ ହେଉଛି। ଏବେ ଆମର ଖାଇତର ଜେଟ୍ଗୁଡ଼ିକ ସୀମାଠାରୁ ବହୁତ ପାଖରେ ଉଡୁଛନ୍ତି ଫୁଲ୍ ଆଲର୍ଟ ମୋଡ୍ରେ। ଅର୍ଥାତ୍ ପାକଧିକୃତ କାଶ୍ମୀର ନେବାର ସମୟ ଆସି ପହଞ୍ଚିଛି। ଭାରତ ଏବେ ବି ସୈନ୍ୟକୁ ସେଠାରେ ଓହ୍ଲାଇ ଦେଇଛି। ସେ 33ଟା କେନ୍ଦ୍ର କେମିତି ନିଶ୍ଚିହ୍ନ କଲେ, 4ଟି ବଡ଼ ସୁରଙ୍ଗ ବି ଉଡ଼ାଇ ଦେଇଛନ୍ତି। ଏ ପୂରା ଅପରେସନର ମାଷ୍ଟରମାଇଣ୍ଡ କିଏ ତାହା ପରେ କହିବି। ଗିଲଗିଟରେ ଯେଉଁ ଭୟଙ୍କର ବିସ୍ଫୋରଣ ଷଡ଼ଯନ୍ତ୍ର ହେବାକୁ ଯାଉଥିଲା ତାକୁ ଏବେ ଭାରତ ମୁହଁରେ ଆସିଲା ପରି ମୁହଁକୁ ମହଙ୍ଗା ଉତ୍ତର ଦେଉଛି। କେବଳ ସାମରିକ ନୁହେଁ, କୂଟନୈତିକ ଭାବେ ବି ଅନେକ ଦେଶ ସହ ମିଶି କାମ କରୁଛି। ଇସ୍ରାଏଲ, ରୁଷ, ଇରାନ, ଆଫଗାନିସ୍ତାନ ସବୁ ଏବେ ଭାରତ ସହ ଗୋଟେ ଲାଇନରେ ଠିଆ ହେଇଛନ୍ତି। ଇସ୍ରାଏଲରୁ ବିରାଟ ଡ୍ରୋନ୍, ଆୟର୍ନ ଡୋମ୍ ପରି ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଆସିଛି। ବ୍ରିଟେନରୁ ଖାଇତର ଜେଟ୍, ବଡ଼ ବଡ଼ ଅସ୍ତ୍ର ଆସୁଛି। ଏଠୁ ବଡ଼ ଆଶ୍ଚର୍ଯ୍ୟ କଣ ଜାଣନ୍ତି? ଭାରତ ଏବେ ଆଫଗାନିସ୍ତାନ ସୀମା ଦେଇ ବି ସୈନ୍ୟ ଓହ୍ଲାଉଛି। ଆଫଗାନିସ୍ତାନର ସବୁଠୁ ବଡ଼ ଏୟାରବେସ୍ ବଗ୍ରାମରେ ଆମର ଖାଇତର ଜେଟ୍ ଆଉ ସୈନ୍ୟ ଏବେ ବି ଲ୍ୟାଣ୍ଡ କରି ସାରିଛନ୍ତି। ଅର୍ଥାତ୍ ଏବେ ଆକ୍ରମଣ ଗୋଟିଏ ପାଖରୁ ନୁହେଁ, ସବୁ ପାଖରୁ ଆସିବ। ପାକିସ୍ତାନ ଯେଉଁ କଥା କେତେ ଦିନରୁ ଡରୁଥିଲା ତାହା ଏବେ ସତ ହେଉଛି। ଫରିଦାବାଦରେ 2990 କିଲୋ ଅମୋନିୟମ ନାଇଟ୍ରେଟ୍ ଧରାପଡ଼ିଛି। ଏହା ଛୋଟ ବିସ୍ଫୋରଣ ପାଇଁ ନୁହେଁ, ଗିଲଗିତ ସହ ପୂରା ରାଜଧାନୀ ଅଞ୍ଚଳକୁ ନିଶ୍ଚିହ୍ନ କରିବାର ଭୟଙ୍କର ଷଡ଼ଯନ୍ତ୍ର ଥିଲା। ଆମର ଗୁଇନ୍ଦା ବିଭାଗ ଆଗରୁ ଅଟକାଇ ଦେଇଛି। ଏବେ ଏ ରୋଗର ଶିକଡ଼ା
କେବଳ ଉପୁଡ଼ିବାର ସମୟ ଆସିଛି। ପାକଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ରୁଟ୍ ଚିରକାଳ ପାଇଁ ବନ୍ଦ କରିବାର ସମୟ। ବାୟୁରେ ବାରୁଦ ଗନ୍ଧ ଭାସୁଛି। ଅପରେସନ ସିନ୍ଧୁର ଏବେ ଆହୁରି ଭୟଙ୍କର ରୂପରେ ଫେରି ଆସିଛି। ଦୁନିଆ ଏବେ ବି ଆଶ୍ଚର୍ଯ୍ୟ ହୋଇ ଦେଖୁଛି। ଭାରତ ଏତେ ବଡ଼ ଆକ୍ରମଣରେ ଏତେ ଡେରି କାହିଁକି କଲା ବୋଲି କେହି ପଚାରିପାରେ, କିନ୍ତୁ ପ୍ରକୃତ କଥା କ'ଣ ଜାଣନ୍ତି? ଭାରତ ଏବେ କେବଳ ପ୍ରତିଶୋଧ ପାଇଁ ନୁହେଁ, ଏ ନାଶର ଶିକଡ଼ା ପୂରାପୂରି ନିର୍ମୂଳ କରିବାକୁ ହିଁ ତିଆରି ହେଉଛି। ସାଉଦି ଆରବ ଏବେ ବି ହାତ ଉଠାଇ ଦେଇଛି। ଏ ଷଡ଼ଯନ୍ତ୍ର ସହ ଆମର କିଛି ସମ୍ପର୍କ ନାହିଁ। ଭାରତ ସହ ବନ୍ଧୁତା ଆଗ ପରି ଚାଲିବ ବୋଲି ସ୍ପଷ୍ଟ କହିଦେଇଛି। ତୁର୍କୀ ଏକମାତ୍ର ଏବେ ବି ପାକ୍ ପାଖରେ ଠିଆ, କିନ୍ତୁ ଭାରତ ତୁର୍କୀ କମ୍ପାନୀଗୁଡ଼ିକୁ ବ୍ୟାନ କରିଛି, ଜାହାଜଗୁଡ଼ିକୁ ବ୍ଲାକଲିଷ୍ଟ କରିଛି। ପ୍ରାୟ 28ଟା ଦେଶ ମିଶି ତୁର୍କୀର ଅର୍ଥନୀତିର ଗଳାକଡ଼ରେ ଚିପି ଧରିଛି। ଇସ୍ରାଏଲ ଆହୁରି ଆଗକୁ ଆସି ସ୍ପଷ୍ଟ ଚେତାବନୀ ଦେଇଛି, ଭାରତରେ ଗୋଟିଏ ଆଞ୍ଚଳ ଲାଗିଲେ ଆଗେ ଆମ ସହ ଲଢ଼ିବାକୁ ପଡ଼ିବ ବୋଲି ପାକ୍ ତୁର୍କୀ ଯୋଡ଼ିକୁ ଖୋଲା ଚ୍ୟାଲେଞ୍ଜ। ରୁଷରୁ ଆହୁରି ବଡ଼ ସାମରିକ ସହାୟତା, ଅତ୍ୟାଧୁନିକ ଅସ୍ତ୍ର ଆସୁଛି। ଏବେ ଭାରତର ଶକ୍ତି 10 ଗୁଣ ହୋଇଗଲା। ଆଉ ଡେରି ନାହିଁ। ଶିବାସ୍ତ୍ର ପୂରାପୂରି ଆକ୍ଟିଭ। ଏହା କେବଳ ସୀମା ଝଗଡ଼ା ନୁହେଁ, ଇତିହାସରେ ନୂଆ ଅଧ୍ୟାୟ ଲେଖାଯିବାର ମହାସମୟ। ଏତେ ଦିନ ଆମେରିକା ଦୂରରୁ ବସି ଖେଳ ଉପଭୋଗ କରୁଥିଲା। ଏବେ ତାର ନିଜର କୁର୍ସୀ ବି କମ୍ପୁଛି। ଟ୍ରମ୍ପଙ୍କ ଭିତରେ ନିଆଁ ଜଳୁଛି। ତାଙ୍କର ଗୋଟିଏ ଡର ଓ ପାକିସ୍ତାନ ପରେ ଭାରତ କ'ଣ କରିବ? କାରଣ ଭାରତ ଏବେ ଏକୁଟିଆ ନୁହେଁ, ରୁଷ ତାର ପାଖରେ ବଳରେ ଠିଆ। ପୁଟିନ ଦିଲ୍ଲୀ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରି କହିଛନ୍ତି, ଭାରତ ଗୋଟିଏ ଡାକିଲେ ମୋର ପରପାଦ ଦିଲ୍ଲୀ ଆଡ଼େ ହିଁ। ଏକାଠି ଚୀନ ନିଜର ଅବସ୍ଥାନ ବଦଳାଇ ଦେଇଛି। ଏତେ ଦିନ ପାକ୍ ପାଖରେ ଥିବା ଚୀନ ଏବେ ପୂରାପୂରି ପଛକୁ ହଟିଛି। ଏହା ସହ କିଛି ସମ୍ପର୍କ ନାହିଁ, ଭାରତ ସହ ସମ୍ପର୍କ ଆହୁରି ମଜବୁତ କରିବୁ ବୋଲି କହିଦେଇଛି। ଟ୍ରମ୍ପ 2 ଡଙ୍ଗାରେ ପାଦ ଦେଇଥିବାରୁ ପାକିସ୍ତାନ ପାଖରେ କେବଳ ତୁର୍କୀ ଏକୁଟିଆ ରହିଗଲା। ଭାରତ ବାହାରେ ସ୍ପଷ୍ଟ କହିଦେଇଛି, ପର ବଡ଼ ଝଟକା ପାକଧିକୃତ କାଶ୍ମୀର ଉପରେ ପଡ଼ିବ। ପାକଧିକୃତ କାଶ୍ମୀର ଭାରତର ହିଁ ଭୂମି। ଖୁବ୍ ଶୀଘ୍ର ତାହା ଆଉଥରେ ଭାରତର ଅଂଶ ହେବ। ଆଉ କେହି ଅଟକାଇ ପାରିବ ନାହିଁ। ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କଡ଼ା ଗଳାରେ କହିଦେଇଛି। ବାଂଲାଦେଶ ଉପରେ ଚାପ ବଢ଼ିଗଲା। କରେଣ୍ଟ, ପାଣି, ଖାଦ୍ୟ ସବୁ ଅଭାବ। ଏତେ ଦିନ ପାକ୍ ପାଖରେ ଥିବା ବାଂଲାଦେଶ ଏବେ ଭାରତ ଆଗରେ ହାତ ଉଠାଇ ଦେଇଛି। ଗୋଟିଏ ଗୁଳି ବି ନ ଫୁଟାଇ, ଯୁଦ୍ଧ ଘୋଷଣା ନ କରି ଭାରତ ତାର ଶତ୍ରୁମାନଙ୍କୁ ଏକୁଟିଆ ଠିଆ କରିଦେଇଛି। ପାକିସ୍ତାନର ଏବେ କେହି ସମର୍ଥନ ନାହିଁ। ସବୁ ଆଖି ଭାରତର ପର ବଡ଼ ପାଦ ଉପରେ। ଗିଲଗିତ ଆକ୍ରମଣ କେବଳ ଆତଙ୍କବାଦୀ ଆକ୍ରମଣ ନୁହେଁ, ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ। ତାର ଉତ୍ତର ଶତ୍ରୁ ଯେଉଁ ଭାଷାରେ ବୁଝେ ସେଇ ଭାଷାରେ ହିଁ ଦେବୁ। ଭାରତ 3 ବାହିନୀକୁ ଯୁଦ୍ଧ ମୋଡ଼କୁ ଆଣିଛି। ବିମାନ ବାହିନୀ ଉତ୍ତର ସୀମାରେ ଯୁଦ୍ଧ ବିମାନ ପାଇଁ ଉଡ଼ାଇଛି। ସ୍ଥଳ ସୈନ୍ୟ ପାକଧିକୃତ କାଶ୍ମୀର ସୀମାରେ ବାହିନୀ ଆଗେ ବଢ଼ାଉଛି। ନୌବାହିନୀ କରାଚି ପର୍ଯ୍ୟନ୍ତ ସବମରିନ ନିଶ୍ଚଳ ଭାବେ ରହିଛି। ଗୁଇନ୍ଦା ରିପୋର୍ଟ କହୁଛି, ଗତ 6 ମାସରେ ପାକିସ୍ତାନ 15ଟା ନୂଆ ବେସ୍ ପ୍ରସ୍ତୁତ କରିଛି। ସେଗୁଡ଼ିକ କେବଳ ଆତଙ୍କବାଦୀ ତାଲିମ କ୍ୟାମ୍ପ ନୁହନ୍ତି, ଇଲେକ୍ଟ୍ରୋନିକ୍ ଜାମିନ, ଡ୍ରୋନ୍ ଗୋଦାମ, ଡିଜିଟାଲ କମାଣ୍ଡ ସେଣ୍ଟର ବି। ଆଇବି ସେ ପ୍ଲାନ୍ ଆଗେ ଧରି ଦେଇଥିଲେ। ପାକିସ୍ତାନ ଏକୁଟିଆ କରେନି, ପଛରେ ଆଉ କିଛି ଦେଶ ଥିଲେ। ଭାରତ ସେ ମୁହଁଗୁଡ଼ିକ ଚିହ୍ନି ଗୋପନ ମିଶନ ଆରମ୍ଭ କରିଦେଇଛି। ଆର୍ଟିଲାରୀ ବର୍ଷା ହୋଇଛି। ପାକଧିକୃତ କାଶ୍ମୀର ଭିତରେ 23 କିଲୋମିଟର ଗଭୀରକୁ ସ୍ପେଶାଲ ଟିମ୍ ପଠାଇ 15 ମିନିଟରେ ପ୍ରଥମ ବେମ୍କୁ ଛାଇ କରିଦେଇଛି। ପାକ୍ ସୈନ୍ୟ 45 ମିନିଟ ପରେ ବି ଜାଣିପାରିନଥିଲା। ବ୍ରହ୍ମୋସ ଲଞ୍ଚର ଲଡ଼ାଖ, ରଜରୀ, ପୁଞ୍ଚ, ଜମ୍ମୁରେ ରହିଛି। 45 ସେକେଣ୍ଡରେ ପାକଧିକୃତ କାଶ୍ମୀରର ଯେ କୌଣସି କୋଣ ଧ୍ୱଂସ କରିପାରିବ। ରୁଷ ଗୋପନରେ ଅତ୍ୟାଧୁନିକ ଜାମିନ ଟେକ୍ନୋଲୋଜି ଦେଇଛି। ପାକ୍ ଡ୍ରୋନ୍ 37 ମିନିଟ ଅନ୍ଧ ହୋଇଗଲା। ସେହି ସମୟରେ ଭାରତୀୟ କମାଣ୍ଡୋ ଭିତରକୁ ପଶିଗଲେ। ତୁର୍କୀ ଚୁପ ହୋଇଗଲା।
ଇସ୍ରାଏଲ ଚେତାବନୀ ଦେଇଛି। ବ୍ରିଟେନ, ଫ୍ରାନ୍ସ, ଜାପାନ, ସାଉଦିଙ୍କ ଗୋପନରେ ପୁରା ସମର୍ଥନ। ଚୀନ ହାତ ଉଠାଇ ଦେଇଛି। ପାକଧିକୃତ କାଶ୍ମୀରରେ ଭାରତ ଗେରିଲା ଯୁଦ୍ଧ ଚଳାଉଛି। ପାକ୍ର ସପ୍ଲାଇ ରୁଟ୍ ସବୁ ଛିନ୍ନ ଭିନ୍ନ। ସାଇବର ଆକ୍ରମଣରେ 3ଟି ମୁଖ୍ୟ ନେତର୍କ ଲାଇନ ପଙ୍ଗୁ। ବିମାନ ବାହିନୀ ନୋଫ୍ଲାଇ ଜୋନ୍ ଘୋଷଣା କରିଛି। ପାକିସ୍ତାନର ଲୋକେ ବି ନେତାଙ୍କ ବିରୁଦ୍ଧରେ ବିଦ୍ରୋହ କରୁଛନ୍ତି। ପାକଧିକୃତ କାଶ୍ମୀରରେ ଭାରତୀୟ ପତାକା ଉଡୁଛି। ଏହା କେବଳ ଆରମ୍ଭ। ଭାରତର ଯୋଜନା ସ୍ପଷ୍ଟ। ପ୍ରଥମେ ପାକଧିକୃତ କାଶ୍ମୀର ମୁକ୍ତି, ତାପରେ ଆତଙ୍କବାଦୀ ରୁଟ୍ର ପୁରା ନିର୍ମୂଳ, ତାପରେ ପାକିସ୍ତାନକୁ ଆନ୍ତର୍ଜାତୀୟ ସ୍ତରରେ ଏକୁଟିଆ କରିବା, ଶେଷରେ ଶତ୍ରୁ ଆଉ ମୁଣ୍ଡ ଉଠାଇବାର ସାହସ ବି ନ ରହେ। ତ ଭାଇମାନେ, ଏ ଭିଡିଓଟା ତୁମମାନଙ୍କୁ କେମିତି ଲାଗିଲା? ଭିଡିଓ ଭଲ ଲାଗିଲେ ଲାଇକ୍ କର ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖ।